ବର୍ତ୍ତମାନ ଭାରତରେ କେତୋଟି ରାଜ୍ୟ ରହିଛି? ବର୍ତ୍ତମାନ ଭାରତରେ 28ଟି ରାଜ୍ୟ ରହିଛି। ପାଠ୍ୟପୁସ୍ତକ ଅନୁଯାୟୀ ବର୍ତ୍ତମାନ ଭାରତରେ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି? 9ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି। କେଉଁ ମସିହା ଅଗଷ୍ଟ ମାସରେ ସଂସଦରେ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଉପସ୍ଥାପନ କରାଯାଇଥିଲା? 2019। ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ କେଉଁ ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଥିଲା? 9 ଅଗଷ୍ଟ 2019। ଏହାର ଉତ୍ତର ହେବ 9 ଅଗଷ୍ଟ 2019। ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ନାମକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କେବେ ଆତ୍ମପ୍ରକାଶ କଲା? ଏହାର ଉତ୍ତର ହେବ ଅକ୍ଟୋବର 31, 2019। କେଉଁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ସାମ୍ବିଧାନିକ ସ୍ଥିତି ଅନ୍ୟମାନଙ୍କଠାରୁ ଭିନ୍ନ ଓ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି? ଏହାର ଉତ୍ତର ହେବ ଦିଲ୍ଲୀ ଓ ପଣ୍ଡିଚେରୀ। ଦିଲ୍ଲୀ ଓ ପଣ୍ଡିଚେରୀ। ସମ୍ବିଧାନର କେଉଁ ଧାରା ଅନୁସାରେ ପଣ୍ଡିଚେରୀରେ ଏକ ବିଧାନସଭା ଓ ମନ୍ତ୍ରୀ ପରିଷଦର ବ୍ୟବସ୍ଥା ରଖାଯାଇଛି? ଧାରା 239 କ। ଧାରା 239 କ। ପଣ୍ଡିଚେରୀ ଏବଂ ଦିଲ୍ଲୀର ପ୍ରଶାସନିକ ମୁଖ୍ୟଙ୍କୁ କ'ଣ କୁହାଯାଏ? ଉପରାଜ୍ୟପାଳ। ଉପରାଜ୍ୟପାଳ। କେଉଁ ସମ୍ବିଧାନ ସଂଶୋଧନ ଆଇନ ବଳରେ ଦିଲ୍ଲୀକୁ ଜାତୀୟ ରାଜଧାନୀ ଅଞ୍ଚଳ ମାନ୍ୟତା ଦିଆଗଲା? 69ତମ ସମ୍ବିଧାନ ସଂଶୋଧନ। କେଉଁ ବର୍ଷଠାରୁ ଦିଲ୍ଲୀ ପାଇଁ ଗୋଟିଏ ବିଧାନସଭା ଓ ମନ୍ତ୍ରୀ ପରିଷଦର ବ୍ୟବସ୍ଥା କରାଯାଇଛି? ଏହାର ଉତ୍ତର ହେବ 1993। 1993 ମସିହା ପରଠାରୁ ଦିଲ୍ଲୀ ପାଇଁ ଗୋଟିଏ ବିଧାନସଭା ଓ ମନ୍ତ୍ରୀ ପରିଷଦର ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ବିଧାନସଭା ରାଜ୍ୟ ତାଲିକାର କେଉଁ ତିନୋଟି ବିଷୟ ଉପରେ ଆଇନ ପ୍ରଣୟନ କରିପାରିବ ନାହିଁ? ଅପସନ ନମ୍ବର ଖ ଆଇନ ଓ ଶାନ୍ତି ଶୃଙ୍ଖଳା, ପୋଲିସ ଏବଂ ଜମି ଜମା। ପଣ୍ଡିଚେରୀ, କାରିକଲ, ମାହେ ଓ ୟନମ ପୂର୍ବରୁ କାହା ଅଧୀନରେ ଥିଲା? ଏହାର ଉତ୍ତର ହେବ ଫରାସୀ। ଗୋଆ, ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳୀ ପୂର୍ବରୁ କାହା ଅଧୀନରେ ଥିଲା? ଏହାର ଉତ୍ତର ହେବ ଅପସନ ନମ୍ବର ଗ, ପର୍ତ୍ତୁଗାଲ। ଫରାସୀ ଓ ପର୍ତ୍ତୁଗୀଜ ଅଧିକୃତ ଅଞ୍ଚଳଗୁଡ଼ିକ କେଉଁ ବର୍ଷ ଭାରତରେ ମିଶି କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଲେ? 1962। 1962। ଗୋଆ, ଡାମନ ଓ ଡିଉ କେଉଁ ନିର୍ଦ୍ଦିଷ୍ଟ ତାରିଖରେ ଭାରତ ସହିତ ମିଶିଥିଲା? 19 ଡିସେମ୍ବର 1961। 19 ଡିସେମ୍ବର 1961। ଭାରତ ସହିତ ମିଶିବା ପୂର୍ବରୁ ଗୋଆ ଦୀର୍ଘ କେତେ ବର୍ଷ ଧରି
ପର୍ତ୍ତୁଗାଲ ଅଧୀନରେ ଥିଲା? ଏହାର ଉତ୍ତର ହେବ 450 ବର୍ଷ। 450 ବର୍ଷ। ଦଶମ ସମ୍ବିଧାନ ସଂଶୋଧନ ଆଇନ ବଳରେ କେଉଁ ଅଞ୍ଚଳକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ମିଳିଲା? ଏହାର ଉତ୍ତର ହେବ ଦାଦ୍ରା ଓ ନଗର ହାବେଳୀ। ଦାଦ୍ରା ଓ ନଗର ହାବେଳୀ। 1950 ମସିହାରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେବା ସମୟରେ ରାଜ୍ୟଗୁଡ଼ିକୁ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା? ଏହାର ଉତ୍ତର ହେବ 4ଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା। ସ୍ୱାଧୀନତା ପୂର୍ବରୁ ଥିବା ବ୍ରିଟିଶ ଶାସନାଧୀନ 9ଗୋଟି ପ୍ରଦେଶକୁ କେଉଁ ଶ୍ରେଣୀଭୁକ୍ତ କରାଯାଇଥିଲା? ଏହାର ଉତ୍ତର ହେବ ଅପସନ ନମ୍ବର କ ଶ୍ରେଣୀଭୁକ୍ତ କରାଯାଇଥିଲା। 1950 ମସିହାରେ ଓଡ଼ିଶା କେଉଁ ଶ୍ରେଣୀଭୁକ୍ତ ରାଜ୍ୟ ଥିଲା? କ ଶ୍ରେଣୀଭୁକ୍ତ। ଖ ଶ୍ରେଣୀରେ ହାଇଦ୍ରାବାଦ ଓ ଜାମ୍ମୁ କାଶ୍ମୀର ସମେତ କେତୋଟି ପ୍ରଦେଶ ବା ରାଜ୍ୟ ରହିଥିଲେ? 5ଗୋଟି। 1950 ବ୍ୟବସ୍ଥା ଅନୁସାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ କେଉଁ ଶ୍ରେଣୀରେ ସ୍ଥାନ ପାଇଥିଲା? ଘ ଶ୍ରେଣୀ। କ ଶ୍ରେଣୀଭୁକ୍ତ ରାଜ୍ୟର ଶାସନ ମୁଖ୍ୟଙ୍କୁ କଣ କୁହାଯାଉଥିଲା? ଏହାର ଉତ୍ତର ହେବ ରାଜ୍ୟପାଳ। ଖ ଶ୍ରେଣୀଭୁକ୍ତ ରାଜ୍ୟମାନଙ୍କର ଶାସନ ମୁଖ୍ୟକୁ କେଉଁ ପଦବୀ ଦିଆଯାଇଥିଲା? ରାଜ୍ୟ ପ୍ରମୁଖ। କେଉଁ ଶ୍ରେଣୀର ରାଜ୍ୟଗୁଡ଼ିକର ଶାସନ ମୁଖ୍ୟ ଜଣେ ଚିଫ କମିଶନର କିମ୍ବା ଉପରାଜ୍ୟପାଳ ରହୁଥିଲେ? ଗ ଶ୍ରେଣୀ। ନୂତନ ସମ୍ବିଧାନ ପ୍ରଣୟନ ଚାଲିଥିବା ସମୟରେ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ମୁଖ୍ୟତଃ ଭାରତର କେଉଁ ଅଞ୍ଚଳରେ ତୀବ୍ର ଦାବି ହୋଇଥିଲା? ଏହାର ଉତ୍ତର ହେବ ଦକ୍ଷିଣାଞ୍ଚଳ। ସମ୍ବିଧାନ ପ୍ରଣୟନ ସଭାର ସୁପାରିଶ କ୍ରମେ କେଉଁ ବର୍ଷ ଭାଷା ଭିତ୍ତିକ ପ୍ରଦେଶ ଆୟୋଗ ଗଠନ କରାଯାଇଥିଲା? ଏହାର ଉତ୍ତର ହେବ 1948। 1948 ମସିହାରେ ଭାଷା ଭିତ୍ତିକ ପ୍ରଦେଶ ଆୟୋଗ ଗଠନ କରାଯାଇଥିଲା। 1948 ମସିହାର ଭାଷା ଭିତ୍ତିକ ପ୍ରଦେଶ ଆୟୋଗରେ ସଦସ୍ୟ ଭାବେ ନିମ୍ନଲିଖିତ ମଧ୍ୟରୁ କିଏ ସାମିଲ ନଥିଲେ? ଫଜଲ ଅଲି। 1952 ମସିହାରେ ସ୍ୱତନ୍ତ୍ର ତେଲୁଗୁ ରାଜ୍ୟ ଦାବି କରି ଅନଶନ କରି ମୃତ୍ୟୁବରଣ କରିଥିବା ନେତା ଜଣକ କିଏ? ଏହାର ଉତ୍ତର ହେବ ଅପସନ ନମ୍ବର କ ପୋଟି ଶ୍ରୀରାମୁଲୁ। ପୋଟି ଶ୍ରୀରାମୁଲୁଙ୍କ ମୃତ୍ୟୁ ପରେ ଭାଷା ଭିତ୍ତିରେ ଗଠିତ ପ୍ରଥମ ରାଜ୍ୟର ନାମ କଣ? ଆନ୍ଧ୍ରପ୍ରଦେଶ। ନୂତନ ରାଜ୍ୟ ଗଠନ ଦାବିର ସମାଧାନ ପାଇଁ 1956 ମସିହାରେ କେଉଁ ଆୟୋଗ ଗଠିତ ହୋଇଥିଲା? ରାଜ୍ୟ ପୁନର୍ଗଠନ ଆୟୋଗ।
ରାଜ୍ୟ ପୁନର୍ଗଠନ ଆୟୋଗ। 1956 ମସିହାର ରାଜ୍ୟ ପୁନର୍ଗଠନ ଆୟୋଗର ଅଧ୍ୟକ୍ଷ ମୁଖ୍ୟ ସଦସ୍ୟ କିଏ ଥିଲେ? ନ୍ୟାୟମୂର୍ତ୍ତି ଫଜଲ ଅଲି। ନ୍ୟାୟମୂର୍ତ୍ତି ଫଜଲ ଅଲି। 33 ନମ୍ବର, 1956 ମସିହାର ରାଜ୍ୟ ପୁନର୍ଗଠନ ଆଇନ ଏବଂ 7ମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଭାରତରେ କେତୋଟି ରାଜ୍ୟ ଗଠିତ ହୋଇଥିଲା? 14 ଗୋଟି ରାଜ୍ୟ। 1956 ମସିହାର ଆଇନ ବଳରେ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ପୁନଃ ଗଠିତ ହୋଇଥିଲା? ଏହାର ଉତ୍ତର ହେବ 6 ଗୋଟି କେନ୍ଦ୍ରଶାସିତ ଅଞ୍ଚଳ। ନୂତନ ରାଜ୍ୟ ଗଠନ, ଚତୁର୍ସୀମା ଏବଂ ନାମ ପରିବର୍ତ୍ତନ ସମ୍ପର୍କିତ ସାମ୍ବିଧାନିକ ବ୍ୟବସ୍ଥା ସମ୍ବିଧାନର କେଉଁ ଧାରାଗୁଡ଼ିକରେ ବର୍ଣ୍ଣିତ? ଏହାର ଉତ୍ତର ହେବ ଧାରା 2, ଧାରା 3 ଏବଂ ଧାରା 4। ଭାରତର ସଂଘୀୟ ବ୍ୟବସ୍ଥାରେ ନୂତନ ରାଜ୍ୟ ସାମିଲ କରିବା ବା ନୂତନ ରାଜ୍ୟ ପ୍ରତିଷ୍ଠା କରିବାର କ୍ଷମତା ସମ୍ବିଧାନର କେଉଁ ଧାରା ଅନୁସାରେ ସଂସଦକୁ ମିଳିଛି? ଏହାର ଉତ୍ତର ହେବ ଧାରା 2। କୌଣସି ରାଜ୍ୟର ଆୟତନ ହ୍ରାସ ବା ବୃଦ୍ଧି କିମ୍ବା ନାମ ପରିବର୍ତ୍ତନ କରିବା ପାଇଁ ସଂସଦକୁ କେଉଁ ଧାରା ଅନୁମତି ଦିଏ? ଧାରା 3। ରାଜ୍ୟ ପୁନର୍ଗଠନ ସମ୍ପର୍କିତ ଚିଠା ଆଇନ ସଂସଦରେ ଆଗତ କରିବା ପୂର୍ବରୁ କାହାର ପ୍ରାକ୍ ସୁପାରିଶ ଆବଶ୍ୟକ? ରାଷ୍ଟ୍ରପତି। ରାଜ୍ୟ ପୁନର୍ଗଠନ ସମ୍ପର୍କରେ ସମ୍ପୃକ୍ତ ରାଜ୍ୟ ବିଧାନମଣ୍ଡଳର ମତାମତ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ବାଧ୍ୟ କି? ନା, ବାଧ୍ୟ ନୁହନ୍ତି। ଉଣେଇଶହ 1960 ମସିହାରେ ବମ୍ବେ ରାଜ୍ୟକୁ ବିଭାଜିତ କରି କେଉଁ ଦୁଇଟି ନୂତନ ରାଜ୍ୟ ଗଠନ କରାଗଲା? ଏହାର ଉତ୍ତର ମହାରାଷ୍ଟ୍ର ଏବଂ ଗୁଜରାଟ। ନାଗାଲାଣ୍ଡ କେଉଁ ମସିହା ଫେବୃଆରୀ 1 ତାରିଖ ଠାରୁ ଏକ ନୂତନ ରାଜ୍ୟ ଭାବରେ ଗଠିତ ହେଲା? 1964। 1966 ମସିହାର ପଞ୍ଜାବ ପୁନର୍ଗଠନ ଆଇନ ବଳରେ ପଞ୍ଜାବ ରାଜ୍ୟ ବିଭାଜିତ ହୋଇ କେଉଁ ନୂତନ ରାଜ୍ୟ ଜନ୍ମ ନେଲା? ଏହାର ଉତ୍ତର ହେବ ହରିୟାଣା। 1970 ମସିହାର ଆଇନ ଅନୁସାରେ ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଥିବା କେଉଁ ପ୍ରଦେଶ ରାଜ୍ୟ ପାହ୍ୟାକୁ ଉନ୍ନୀତ ହେଲା? ହିମାଚଳ ପ୍ରଦେଶ। ସିକିମ ପ୍ରଥମେ କେଉଁ ମସିହାରେ ଏକ ସହଯୋଗୀ ରାଜ୍ୟ ବା ସଂଲଗ୍ନ ରାଜ୍ୟ ଭାବରେ ମାନ୍ୟତା ପାଇଥିଲା? 1974। ସିକିମ କେଉଁ ବର୍ଷ ଏକ ପୂର୍ଣ୍ଣାଙ୍ଗ ରାଜ୍ୟର ମାନ୍ୟତା ଲାଭ କଲା? ଏହାର ଉତ୍ତର ହେବ 1975। ମିଜୋରାମ ଓ ଅରୁଣାଚଳ ପ୍ରଦେଶ କେଉଁ ବର୍ଷ କେନ୍ଦ୍ରଶାସିତ ଅଞ୍ଚଳରୁ ପୂର୍ଣ୍ଣାଙ୍ଗ ରାଜ୍ୟର ମାନ୍ୟତା ପାଇଲେ? 1986
ଏବଂ 87 1986 ଏବଂ 87। 2000 ମସିହା ନଭେମ୍ବର ମାସରେ ମଧ୍ୟପ୍ରଦେଶରୁ ଅଲଗା ହୋଇ କେଉଁ ରାଜ୍ୟ ଗଠିତ ହୋଇଥିଲା? ଏହାର ଉତ୍ତର ହେବ ଛତିଶଗଡ଼। 2000 ମସିହା ନଭେମ୍ବର 9 ତାରିଖରେ ଉତ୍ତରପ୍ରଦେଶରୁ ସୃଷ୍ଟି ହୋଇଥିବା ନୂତନ ରାଜ୍ୟର ନାମ କ'ଣ? ଏହାର ଉତ୍ତର ହେବ ଉତ୍ତରାଖଣ୍ଡ। ବିହାର ପୁନର୍ଗଠନ ଆଇନ 2000 ବଳରେ 15 ନଭେମ୍ବର 2000ରେ କେଉଁ ରାଜ୍ୟ ଗଠନ କରାଯାଇଥିଲା? ଝାଡ଼ଖଣ୍ଡ। ଝାଡ଼ଖଣ୍ଡ। 2 ଜୁନ 2014 ମସିହାରେ ଆନ୍ଧ୍ରପ୍ରଦେଶକୁ ବିଭାଜିତ କରି କେଉଁ ନୂତନ ରାଜ୍ୟ ଗଠନ କରାଗଲା? ତେଲେଙ୍ଗାନା। ଏହାର ଉତ୍ତର ହେବ ତେଲେଙ୍ଗାନା।